ପାଟି କରୁଛୁ? ମୁଁ ତତେ ମାରିବା ପାଇଁ ଆସିଥିଲ। ମାରିଦେବି ତତେ। ମତେ ସେମାନେ ଟଙ୍କା ଦେବେ କହିଛନ୍ତି। ସେ କଥା ମୁଁ ତତେ କହିବିନି। ସେ କଥା କହିଲେ ସେମାନେ ମତେ ପରା ପୋଲିସ ହାତରେ ଧରେଇ ଦେବେ ଲୋ। ଏଇ ମୁଁ ତତେ ମାରିବିନି ଲୋ। ସେମାନେ କହିଛନ୍ତି ତୋ ଜିଭଟାକୁ କାଟିଦବା ପାଇଁ। ଆସିଲୁ ତୋ ଜିଭ ଦେଖା। ମୁଁ ଆସ୍ତେ ଆସ୍ତେ କାଟିଦେବି। ତତେ ଜମା କଷ୍ଟ ହବନି। ଆଇଲୁ ଭାଇ ହଁ ମୋ ଭଉଣୀ ଅଛି। ଶୁଣିଛି ଶୁଣିଛି। ତୋ ଭାଇ ଏମିତି କିଏ କି? ବାପ ଘରେ ଯେମିତି ସମସ୍ତଙ୍କ ମନ ନେଇ ଚଳୁଛୁ, ଶାଶୁ ଘରେ ସମସ୍ତଙ୍କ ମନ ନେଇ ଚଳିବୁ ଲୋ। ଏଇ ପଦେ କଥା ତ ଭାଇର ମନେ ରଖିଥିବୁ ଲୋ। ମୁଁ ତ ଜଗା ଭାଇ ଲୋ। କେତେ ବড় ପାପ ମୁଁ କରିଦେଇଥାନ୍ତି ଲୋ। କେତେ ବড় ପାପ କରିଦେଇଥାନ୍ତି ଲୋ। ଜେଜେ ଦେହ ଖରାପ। ଡାକ୍ତର ମାନେ କହୁଛନ୍ତି 10 ଲକ୍ଷ ଟଙ୍କା ଦରକାର। ମୁଁ ମାରିନି ଲୋ। ମୁଁ ସେଦିନ ବଜାରକୁ ସଉଦା କରିବା ପାଇଁ ଆସିଥିଲି। ବାଟରେ ପଡିକି ଅତୁରୁଟା ଛଟପଟ ହଉଥିଲା। ତା ପେଟରେ କିଏ ଛୁରୀ ପୁରେଇ ଦେଇଥିଲା। ସେ ଛୁରୀଟା କାଢିଲା ବେଳେ ଗୋଟେ ଡେଙ୍ଗା ହେଇକି ଲୋକଟେ ମୋବାଇଲରେ ଫଟୋ ଉଠେଇ ନେଇ ମତେ ଧମକ ଦେଲା। ଏ କଥା ଯଦି ତୁ କାହାରି ଆଗରେ କହୁ ତତେ ଜେଲକୁ ପଠେଇ ଦେବୁ। ସେଇ ଡରେ ମୁଁ କାହାକୁ କିଛି କହିପାରୁନଥିଲି ଲୋ। ଜାଣିଛି ଲୋ ଭାଇ, ତମର ସର୍ବନାଶ କେବେ ବି କରିପାରିବନି। ତୁ ମତେ ପଚାରୁଥିଲୁ ନା ଏ ସକାଶେ ମୁଁ କାହିଁକି ବିତିଛି? ତାହେଲେ ଶୁଣ ମୋ ଜୀବନ ସେଟା ଗାଣେ। ଭାଇଲୋ ଫାଟି ଯାଇଛି ମୋ କପାଳ। ଆଉ ସେଇ ଫଟା କପାଳକୁ ନେଇ ମୁଁ ଏଇ ଗୋଟା ମୋ ରାସ୍ତାରେ ଚାଲି ଚାଲି ନିଜକୁ ରକ୍ତାକ୍ତ କରିଦେଲିଣି। ହେଲେ ତୁ ଚିନ୍ତା କରନା ଭାଇ, ମୁଁ ଏଇ ଘରେ ରହି ଅସଲ ଅବୃତ ଗୋଟା କାଠ ଗୁଡାକୁ ଟାଣି ନେବି। ପାରିବି। ସେମାନେ ମୋ ପଛରେ ପୋଲିସ ଲଗେଇ ଦେଇଛନ୍ତି ଲୋ। ମୁଁ କୁଆଡେ ଯିବି ଲୋ? ମତେ ବାଟ ବତେଇ ଦେ ଲୋ।